हाय सांग माने जय जगन्नाथ वेलकम माय यूट्यूब चैनल मो यूट्यूब चैनल को आपण मानक स्वागत करछि। आसंतु आज मॉर्निंग रु नहीं आछि आपण मानक पई गोटे न्यू ब्लॉग मो ब्लॉगटा कंटिन्यू करंतु भल लागिले प्लीज लाइक कमेंट निहाती करिवे जो माने नुआ देखुचंती सब्सक्राइब टिके निहाती करिवे। चलंतु मो कोन करछि आपण मानक देखैबी जाई कि चलतु देखा बोऊ कौन करुच्ची। अरे बहुत देखु धान फुटुलु पिपिड़ी खाइबु कहला का मु सेना फुटी पकेइबी फुटी दबो आमर आज हूँ खिचुड़ी हम तो से अधिका देव से अधिका फुटब आम देशी चाउल से गोटे गोटे धान रोचे आमर विदेशी नुहे आमर देशी पर्यंत देखा सांग मैंने चला सरी गोटे मो झील पड़े आसला मत कम डिस्टर्ब कर सत कथा पूरा सब कम मोर जो कमटा शीघ्र हम से कमटा ये बढ़ईदेव लेट्रे हम एवरेज द्वारा प्रोजेक्ट देखते बनाई एना बाहर करमती पुणी भांगी जा पे कर आज आम हूँ खिचुड़ी डालमा जो क्षीर जाइल बोधे पुणिया ओहो है आज गोटे दुखर कथा सांग मैंने आज आसिक एत वर्ष है मुझे चावल चल नी बाकी एथर चल पड़ा कहीं कम बो करती चली गले छाड़ी ये कमटा करने निहती बाध्य आती बहुत मन क्षीर वाला आसला तो क्षीर देखी तो हेले गोटे लोकटा मन रखु मैंने प्रत्येक कथार लोकटा थे अभाव जना पड़े लोकटा छाड़ी चलीगला अभावटा निश्चय जना पड़े आज मु फिल कर बोतलटा ने ना आम बोतलटा ने ना हाँ क्षीर वाला तो क्षीर दे दे दिन है क्षीर दे चलतु चल सारापर आपण सहित कथा
କାମଟା ଟିକେ ଶୀଘ୍ର ସାରିଦିଏ। ଆଉ ଏମିତି ମାତ୍ରାରେ ମେଘ ହେଲା ଯେଉଁ ମୁଁ ତ ଶୋଇପଇଲି। ଆଉ ଟୋଟାଲ ଉଠିକି ଦେଖିଲା ବେଳକୁ ସନ୍ଧ୍ୟା ହେଲାଣି। ଘର ଦୁଆର ଝାଡ଼ୁ ଫାଡ଼ୁ ମାରିକି ଛାତ ଉପରକୁ ପଳେଇ ଆସିଛି। ଆଉ ଦେଖିପାରୁଥିବେ, ଆଉ ମୁଁ ତ ମଝିରେ ବ୍ଲଗ୍ କରିପାରିଲିନି, ମେଘ ପକେଇଲା ଆଉ ଶୋଇପଇଲି। ଚାଲନ୍ତୁ ଆପଣମାନଙ୍କୁ ଦେଖାଉଛୁ ଛାତ ଉପରକୁ କ'ଣ ପାଇଁ ଆଇଛି। ଟିକେ ଥଣ୍ଡା ଥଣ୍ଡା ପବନ ଖାଇବାକୁ ବି ଆଇଛି। ଆପଣମାନଙ୍କ ସହିତ ଟିକେ କଥା ହେବା ପାଇଁ ବି ଆସିଛି। ଆଉ କଥାକୁ କଥା ହେଇଯିବା ଆପଣମାନଙ୍କ ସହିତ, ଆଉ ଟିକେ ପବନ ବି ଖାଇବା ହେଇଯିବ। ମୁଁ କହିଲି ଚାଲିଯାଏ ଟିକେ ଛାତ ଉପରକୁ। ମୁଁ ହେଲେ ବି ସବୁବେଳେ ଛାତ ଉପରକୁ ଆସେ ସନ୍ଧ୍ୟାବେଳୁ। ମୋର କାମ ସାରିଦେଇକି ମୁଁ ଛାତ ଉପରକୁ ଯାହା ହେଲେ ବି ଆସିବି। ଦେଖନ୍ତୁ ସାଙ୍ଗମାନେ, ସନ୍ଧ୍ୟା ବେଳର ଭିଉ ଦେଖନ୍ତୁ। ଗୋଟେ କାଟ ଆସିକି ମେଘ ଯାଇସାରିଲାଣି, ଆଉ ଥରେ ଉଠେଇଛି। ଏଇ ଦେଖନ୍ତୁ ସେ ଛାତ ଉପରେ କେତେ ପାଣି ଠିଆ ହେଇଛି। ଏଇନା ମେଘ 4ଟା ବେଳକୁ ମେଘ ପ୍ରବଳ ମେଘ ହେଇଛି, ଛେଚି ପକେଇଛି। ବାକି ଆମ ଛାତ ଉପରେ ପାଣି ନାହିଁ, ପଳେଇଛି ପାଣି। ଛାତ ଉପରେ ଆମର ପାଣି ରୁହେନି। କଣ୍ଟିନ୍ୟୁ ଯଦି ବର୍ଷା ହେଲା ତାହେଲେ ପାଣି ରହିବ। ଆଉ ସନ୍ଧ୍ୟାବେଳ ଟାଇମ୍ରେ ଛାତ ଉପରେ ଆସିକି ଥଣ୍ଡା ଥଣ୍ଡା ପବନ ଖାଇବାର ଟିକେ ଅଲଗା ମଜା। ମୁଁ ତ ସବୁବେଳେ ସନ୍ଧ୍ୟାବେଳେ ପଳେଇ ଆସେ ଛାତ ଉପରକୁ। ଟିକେ ଚିଆରେ ପାଣି ଥିଲା ବସି ପଇଲି। ସବୁ ଦେଖନ୍ତୁ, ସବୁପଟେ ସବୁ 3 ମହଲା 4 ମହଲା ସବୁ ଛାତ ଘର। କାମ ସାରିଦେଇକି ପଳେଇଛି ଛାତ ଉପରକୁ। ଯାଇକି ଆଉ ଟିକେ ସନ୍ଧ୍ୟା ହେଇଗଲେ ତଳକୁ ଯିବା। ଆଉ ଛାତ ଉପରକୁ ପଳାଏ, ଟିକେ ଥଣ୍ଡା ଥଣ୍ଡା ପବନ ଖାଇକି ଆସିବା। ଆଉ କେତେ ସେଇ ଘର ଭିତରଟାରେ ବସିକି ରହିବା। ଦେଖନ୍ତୁ ସାଙ୍ଗମାନେ, ଏଇ ହେଉଛି ଛୋଟିଆ ବରକୋଳି ଗଛଟାରେ ଫୁଲ, କେମିତି ଫୁଲ ଆଇଛି ଦେଖନ୍ତୁ। କଷି ବି ହେଇଛି। ଏଇଟା ହେଉଛି କିଣା ଗଛ ବୋଲି ଏଡ଼ିକି ଟିକେ ଗଛରେ ବାଲ୍ଟିରେ ଫୁଲ ଆସିଛି, ଫଳ ବି ହେଲାଣି। ଏଇନା ବାଲ୍ଟିରେ ଏଇଥିପାଇଁ ଲଗେଇଛୁ ଯେ ପ୍ରତ୍ୟେକ ଓଷା ବାରରେ ବହୁତ କଷ୍ଟରେ ମିଳୁଛି ତାଇଆ ପତ୍ର, ବରକୋଳି ପତ୍ର ପୂଜାରେ ଲାଗେ। ସେଥିପାଇଁ କୁଆଡ଼େ ଯିବା, ଆଉ ଗୋଟେ ଆଣିକି ଲଗା ହେଇଛି ବାଲ୍ଟିରେ। ଆଉ ଦେଖନ୍ତୁ କେତେ ସୁନ୍ଦର ଦେଖାଯାଉଛି। ବାକି ଯାହା କୁହନ୍ତୁ ପଛେ ସେମିତି ଲଗେଇ ଦେଇଛୁ। ଅଳ୍ପ ହଉ କି ବହୁତ, ବାଇଗଣ ଗଛ, ଲଙ୍କା ଗଛ, ଏଇ ବାତିବି ଲଙ୍କା ଗଛ, ଲଙ୍କା ବି ହେଇଛି। ଜାଗା ତ ନାହିଁ, ଉପରେ ଯାହା ବାଲ୍ଟିରେ ଯେମିତି ଲାଗିବା କଥା ସେ ଫୁଲ ଗଛ, ଏଇ ଯେଉଁ ଭେସୁଙ୍ଗା ପତ୍ର ଗଛ, ଆରବେଲା ଜେଲ୍, ପୋଇ, ଏଇଟା ବହୁତ ସୁନ୍ଦର ହେଇଛି। ଆରବେଲା ଓଡ଼ିଆରେ କୁହନ୍ତି ଘିକୁଆଁରୀ। ଏଇ ଦେଖନ୍ତୁ ଗୋଟେ ରୋଜ୍, ପିଙ୍କ କଲର୍ ରୋଜ୍ ଦେଖନ୍ତୁ କେତେ ସୁନ୍ଦର ହେଇଛି। କ୍ୟୁଟ୍ ଲାଗୁଛି, ବହୁତ କ୍ୟୁଟ୍ ଲାଗୁଛି। ବାକି ଯାହା କୁହନ୍ତୁ ପଛେ
तेरे मु छात उपर थाईकी भी समस्त को देखिपारे कहीं मुझे बसी जाए ये चेयरटा पड़ी चेयरटा पाखे बसिकी तले किए जाऊँ किए आऊँची सब संपूर्ण देखा जाए देखो मेन रोड एपटे हूँ मार्केट एपटे हूँ रेलवे स्टेशन।